ବର୍ତ୍ତମାନ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସଙ୍କର ଖରସ୍ରୋତା କଳ୍ପରୁ ମୂଲ୍ୟବାନ ତଥ୍ୟମାନ ସଂଗ୍ରହ କରି ମୁଁ ଏକ ଦୟାବାଣୀ ନାମକ ଏକ ପୁସ୍ତକ ରଚନା କରିଛି। ସେହି ପୁସ୍ତକରେ ଯେଉଁ ମୂଲ୍ୟବାନ କଥାଗୁଡ଼ିକ ଲେଖା ହେଇଛି ତାହାକୁ ମୁଁ ବର୍ତ୍ତମାନ ଉପସ୍ଥାପନ କରୁଛି। ଯଥା ମନ ଯେ ଅନ୍ଧ ଧୂତରାଷ୍ଟ୍ର ପ୍ରକୃତି ଆଦି ସତେ ପୁତ୍ର ତାହାଙ୍କୁ ଅତ କର ତୁମ୍ଭେ ସତ୍ୟ ଶାନ୍ତି ଓ ଦୟା ଲାଭେ ଶୋକ କରିବା ନୁହେଁ ଏହା ଏ ଅଟେ ଅନିତ୍ୟର କାୟା କ୍ଷତ୍ରିୟ ପରା ଅଟୁ ତୁହି ତୋତେ ଶୋଭା ପାଉନାହିଁ ଏ ବୁଦ୍ଧି କ୍ଷେତ୍ରର ଉପରେ ଅଛଇ ଆତ୍ମା କ୍ଷେତ୍ର ଧୀରେ ସ୍ଥାପିବୁ ଆତ୍ମା ରାଜ୍ୟ ତୁହି ଏପରି ହେଉଛୁ କି ପାଇଁ ଏହା ତ ତୋର ଆତ୍ମା ଧର୍ମ କି ପାଇଁ ହେଉ ମତି ଭ୍ରମ ଏମନ୍ତ ସ୍ଥାନେ ଥିର ହୋଇ ସ୍ୱଧର୍ମ ଭାବ ଚିହ୍ନ ତୁହି ଏ ଯୁଦ୍ଧ ନାମ ପ୍ରାଣାୟାମ ତାବଳେ ନାଶ ଅଭିମାନ ଦ୍ୱିତୀୟ ଉପାୟ ୟା ଭିନ୍ନ ନାହିଁଟି ଜାଣ ତୁ ନନ୍ଦନ ଏ ଯୁଦ୍ଧେ ଏମନ୍ତ ହୋଇବ ସ୍ୱର୍ଗର ଦ୍ୱାର ଫିଟିଯିବ ତ୍ରିଗୁଣ ବିନାଶ ହୋଇବ ବିଷୟ ନାଶେ ସୁଖୀ ହେବ। ତେଣୁ ଭକ୍ତର ଯୁଦ୍ଧ କର୍ମ ହେଉଛି ପ୍ରାଣାୟାମ। ପ୍ରାଣାୟାମ ରୂପକ ଯୁଦ୍ଧ କର୍ମ କରି ସେ କୁପ୍ରକୃତିକୁ ବିନାଶ କରି ସୁପ୍ରକୃତିରେ ଯେତେବେଳେ ପ୍ରତିଷ୍ଠିତ ହୁଏ ସେତେବେଳେ ତା'ର ଜ୍ଞାନ ବୈରାଗ ଭକ୍ତି ଇତ୍ୟାଦି ସବୁ ଉଦୟ ହୁଏ ଏବଂ ତାର ଚିତ୍ତ ସ୍ଥିର ହୁଏ ଓ ସିଏ ବ୍ରହ୍ମ ସାନ୍ନିଧ୍ୟ ଲାଭ କରେ। ତେଣୁ ପ୍ରାଣାୟାମ ହେଉଛି ଆମର ଏକ ଯୁଦ୍ଧ କର୍ମ ଏବଂ ପ୍ରାଣାୟାମ ମଧ୍ୟ ଆମ ଦେହର ଗୋଟେ ଝାଡ଼ୁ। କାରଣ ଝାଡ଼ୁ ଯେତେବେଳେ ଆମେ ମାରନ୍ତି ସେତେବେଳେ ଆମ ଗୃହରୁ ଅଳିଆ ସବୁ ସଫା ହେଇଯାଏ। ତେଣୁ ଆମ ଶରୀର ଭିତରେ ଯେତେ ସବୁ ଅଳିଆ ଅଛି କାୟିକ ବାଚିକ ମାନସିକ ଏ ତିନି ପ୍ରକାର ମଳକୁ ଦୂର କରିବା ଲାଗି ପ୍ରାଣାୟାମ ହେଉଛି ଏକମାତ୍ର ଉପାୟ। ସେହି ଉପାୟ ଦ୍ୱାରା ଆମ ଶରୀର ଭିତରୁ ବିଭିନ୍ନ ପ୍ରକାର ମଇଳା ଦୂର ହୁଏ। ତା'ର ଆଉ ଗୋଟେ ଉଦାହରଣ ମଧ୍ୟ କୁହାଯାଇଛି କ'ଣ ଶୁଣ ଯେ ପ୍ରାଣାୟାମକୁ ଆମର ଛାଞ୍ଚୁଣି ସହିତ ତୁଳନା କରାଯାଏ। ସେଥିପାଇଁ ଭଜନରେ ଅଛି ଢିଙ୍କିକି ହେଲାଣି ଆମ୍ବ ଶୂଳା ଝାଡ଼ା ଚାଲୁଣିକି ହେଲା ଜର ଟୋକେଇ କୁଣ୍ଡେଇ ଗଲେ ବାପ ଘର ଛାଞ୍ଚୁଣି ଜଗିଛି ଘର। ଢିଙ୍କି ଅର୍ଥ ଶରୀର। ମୃତ୍ୟୁ ସମୟରେ ଯେତେବେଳେ ମୃତ୍ୟୁର ଆଭାସ ଆସେ ସେତେବେଳେ କ'ଣ ହୁଏ ନା ଢିଙ୍କି ଅର୍ଥ ଶରୀର ଶରୀରକୁ ଆମ୍ବଶୂଳା ଝାଡ଼ା ହେଲାଣି। ଆମ୍ବଶୂଳା ଝାଡ଼ା ଅର୍ଥାତ୍ ଏସିଡ଼ିଟି ଡାଇରିଆ କେମିତି ହୁଏ ନା କେତେବେଳେ ପିଚକାରୀ ପୁଣି ଝାଡ଼ା ହେଇଯାଇ ତରଳ ଝାଡ଼ା ହେଇଯାଇ ତ କେତେବେଳେ କୋଷ୍ଠକାଠିନ୍ୟ ହୁଏ। ତେଣୁ ଢିଙ୍କିକି ହେଲାଣି ଆମ୍ବଶୂଳା ଝାଡ଼ା ଚାଲୁଣିକି ହେଲା ଜ୍ୱର। ଚାଲୁଣି ହେଉଛି ଲୋମକୂପ। ଲୋମକୂପକୁ ଜ୍ୱର ହେଲା ଅର୍ଥ ତୁମର ଲୋମକୂପ ସବୁ ଛିଡ଼ା ହେଇଗଲାଣି। ଚାଲୁଣିକି ହେଲା ଜ୍ୱର। ଟୋକେଇ କୁଣ୍ଡେଇ ବାପ ଘରେ ଗଲେ। ଟୋକେଇ କୁଣ୍ଡେଇ କହିଲେ ଆମର ହେଉଛି ଚକ୍ଷୁ ମୁଖ ନାସା ଜିହ୍ୱା ଚର୍ମ ଏଇ ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ ମୁଖ ହସ୍ତପଦ ମୂତ୍ର ମଳଦ୍ୱାର ଏଇ ପାଞ୍ଚଟି କର୍ମ ଇନ୍ଦ୍ରିୟ। ଏ କର୍ମ ଇନ୍ଦ୍ରିୟ ଗୁଡ଼ିକ ସବୁ ନିସ୍ତେଜ ହେଇଗଲେଣି ବାପ ଘର ଗଲେଣି। ବାପ ଘର ଅର୍ଥ ଯେଉଁ ଜାଗାରୁ ସେ ସୃଷ୍ଟି ହେଇଥିଲେ ସେଇ ଜାଗାକୁ ସେ ଗଲେଣି। ତ୍ରିକୁଟରୁ ସୃଷ୍ଟି ହେଇଥିଲେ ସେ ତ୍ରିକୁଟ ଜାଗାରେ ଯାଇ ପହଞ୍ଚିଲେଣି। ଅନ୍ତର ଇନ୍ଦ୍ରିୟ ମନ ବୁଦ୍ଧି ଚିତ୍ତ ଅହଙ୍କାର ଏସବୁ ନାଭି ହୃଦ କଣ୍ଠ ଲଲାଟ ଏଥିରେ ମଧ୍ୟ ସେ ସୃଷ୍ଟି ହେଇଥିଲେ। ଅନ୍ତର ଇନ୍ଦ୍ରିୟ ତାଙ୍କ ଜାଗାରେ ସ୍ଥିର ହେଲେଣି। ଆଉ ଜ୍ଞାନ ଇନ୍ଦ୍ରିୟ କର୍ମ ଇନ୍ଦ୍ରିୟ ଏମାନେ ସବୁ କ'ଣ କଲେ ନା ତାଙ୍କ ସ୍ୱସ୍ଥାନକୁ ସବୁ ଚାଲିଗଲେଣି। ତେଣୁ ଜୀବ ବା ପ୍ରାଣୀ ମୃତ୍ୟୁ ସମୟରେ ସେ ନିସ୍ତେଜ ହେଇ ପଡ଼ିଲାଣି। ଟୋକେଇ କୁଣ୍ଡେଇ ଗଲେ ବାପ ଘର ଛାଞ୍ଚୁଣି ଜଗିଛି ଘର। ଛାଞ୍ଚୁଣି ଅର୍ଥ ହେଉଛି ନିଶ୍ୱାସ।
निश्वास प्रश्वास केवल चली से रेचक पूरक तार चली सी केवल घरटी जगी जिते निश्वास बाहर जीव सी कौन कल तार मृत्यु बोलिकी आम घोषणा करवा। तेणु टोकई कुंडे गले भापकर छाँचुणी जगी घर। छाँचुणी अर्थ हूँ प्राणायाम। तेणु प्राणायाम रूपक झाड़ू द्वारा आम शरीर रूपक गृह को आम जिते परिष्कार करवा सेतबेले कौन हम ना आम देहरे ऐश्वरिक शक्ति उदय हम। देह मंदिर को आम सफा कर सारा पर तेणु से देह देवालय मम जन्नाम गोमये सुध तदाश्रये स्मराम्यहम पूजार्थं पाद पंकजम। हे प्रभु मोर यही देह रूपक देवालय जो नाम रूपक गोमय मु विशुद्ध करेछि आपणक सतनाम रूप आपण दयाकरी जो सतनाम मत प्रदान करिसेंती से सतनाम रूपक गोमय मो देह रूपक देवालय को मु पवित्रीकरण करिछि। देह देवालय मम जन्नाम गोमय शुद्ध जो नाम रूपक गोमय विशुद्ध होइछि सेही नाम तदाश्रय स्मराम्यम सेही नाम आश्रय मु आपण को स्मरण करुच्ची पूजार्थं पाद पंकजम आपण को पाद को पंकज को पूजा करने। तेणु नाम रूप हूँ गोमय से आपन को स्मरण करुच्ची। आउ कौन जे भावे प्राणायाम विधि शुण कहूची देई बुद्धि पवन छाड़ीबार बेले घोर गर्जने वायु छाड़े एभावे प्राणायाम कले फलटी न मिलई भले पेट खंकाली न होइब मेरुदंड को सलखीब कुंडलिनी को ऊर्ध्वमुखे चलाउथिब कहूँ तोते कूटस्थे रखीण चेतन अमने रखी ध्यान गुरु मंत्र को स्मरी सूत्रे चेता रखिब अनाहते नवद्वार को रोध करी इंद्रिय संजते सुमरी मन को हृदय पद्मरे निरधि सुषुम्ना मार्गरे ओमिति एकाक्षर ब्रह्म सूक्ष्म सूत्र रे जे स्मरण करतु देखिबु साक्षाते दिव्य मूर्ति दृष्टि पथे। देखो जे ये हूँ प्राणायाम सूत्र यही जो प्राणायाम सूत्रटी मु कहली ये सूत्र केवल सद्गुरु आपण मानक बतईदेवे। सद्गुरु ये सूत्र देले ये सूत्र रे तुम चलो मु खाली सूत्र विधि गुड़िक तुम मानक कहूँ। आउ कौन रेचक पूरक कुंभक यही त्रिविध क्रिया देख प्राणायाम जे याकू कही किपरि शुण मन देई जे द्रुत वायु निसारण रेचक जान हो नंदन बहिष्ठ वायु आकर्षण पूरक अटे ये प्रमाण रेचक पूरक जे स्थिर हेले कुंभक नाम तार दक्षिण हस्तर अंगुष्ठ द्वारा दक्षिण नासापुट धारण करी वायुरोध बामेरे चक विधि साध स्मर षोडश बार सूत्रे से ब्रह्म एकाक्षर मंत्रे कनिष्ठ अनामिका जोगे तापरे बाम पुड़ा बेगे बुद्धि दक्षिण नासा द्वारे वायु पूरण कर धीरे 32 बार जप करी ओमती एकाक्षर धरी रेचक पूरक ए भावे करिव शुण शुद्ध भावे प्राणायाम काल रे जान सुखासन उपवेशन करी मेरुदंड जेबे मस्तक सीधा ओ सड़ख भावरे रखिबाकू हुए भ्रूमध्ये दृष्टि रही थाए उभय नासा पुट धरी मन को अमने संघरी एहाकू कुंभक जे कही अष्ट प्रकार ए अटई शेषरे उभय नासारे
ବାୟୁକୁ ଛାଡ଼ି ବସ ଧୀରେ କ୍ରମାନୁସାରେ ଅଳ୍ପ ଅଳ୍ପ ସାଧିପ ସଧୀରେ କୁମ୍ଭକ ଦକ୍ଷିଣ ହସ୍ତେ ଘ୍ରାଣ ଧରି ବାମ ଅଙ୍ଗୁଷ୍ଠେ ସଂଖ୍ୟା କରି ପ୍ରଥମେ ପୂର୍ବୋକ୍ତ ସଂଖ୍ୟାରେ କରଣେ ସମର୍ଥ ହୋଇଲେ 163264 ଅଭ୍ୟାସ ବଳେ ହୋଇବଟି କହି ଦେବ ଦୟାନିଧି ଏ ଅଟେ ପ୍ରାଣାୟାମ ବିଧି ଇଷ୍ଟ ଅଟନ୍ତି ଗୁରୁଦେବ ତାଙ୍କ ଚରଣେ କର ଭାବ ଯାହାକୁ କହି ଭଗବାନ କେବଳ ପାର୍ଥକ୍ୟ ଯେ କର୍ମ ଭଗବାନ ଯେ ଗୁଣମୟ ତାଙ୍କର ସୃଷ୍ଟି ସ୍ଥିତି ଲୟ ଗୁରୁ ନିର୍ଗୁଣ ଗୁରୁ ବ୍ରହ୍ମ ଦେଖତୁ ସ୍ଥିର କରି ମନ ଗୁରୁଟି କହିଥାନ୍ତି ମୁଖେ ବସିଣ ସାଧକର ପାଖେ କର୍ମ କରିବା ନିଜ ହାତେ ଅନ୍ୟକେ ପାରିବ ଜଗତେ ସାଧକେ କର ଅନୁଭବ ଗୁରୁ ବଚନେ କରି ଠାବ ଯେ ବାକ୍ୟ କହନ୍ତି ଅରୂପ ସାକ୍ଷାତେ ଦେଖ ସେ ମାପ ତାକୁ କଳିବା ସାଧକର କେବଳ ଗୁରୁ ବାକ୍ୟ ସାର ଗୁରୁଦେବଙ୍କ କୃପା ପାତ୍ର ଯେହି ତ୍ରିକୁଟେ ହୁଏ ସ୍ଥିତ ମନରେ କାମନା ନଥାଇ ନିଷ୍କାମ ଚିତ୍ତେ ଯେ ଭାବଇ ସେହି ପରମ ଗତି ପାଇ ଶୁଣ ସାଧକେ ମନ ଦେଇ ସକଳେ ହୋଇ ନବାବାଜି ବୋଲନ୍ତି ବ୍ରହ୍ମେ ଅଛୁ ମଝି ବ୍ରହ୍ମଟି କେବଳ ପଦାର୍ଥ ତାହା ଯେ ନ ଜାଣନ୍ତି ତଥ୍ୟ ସେ ବ୍ରହ୍ମ ଜନ୍ମ ମୃତ୍ୟୁ ନାହିଁ ଅନାଦି ଅରୂପ ଅଟଇ ତାହାକୁ ଯେହୁ ଜନ ଜାଣେ ମରିଛି ସେହୁ ଜି ପ୍ରାଣେ ପୁଣି କେତେକ ସାଧୁ ମୁଖେ ଭାସନ୍ତି ଦେଖିଛି ପ୍ରତ୍ୟକ୍ଷେ ଭଗବାନଙ୍କ ପାଦେ ଲୟ କଲେ ତୁଟଇ ଭବ ଭୟ ଏକଥା କହୁଥାନ୍ତି ମୁଖେ ଯୋଗ ସାଧନ୍ତି ଲୋକ ମତେ ହସ୍ତ ମରାଇ ଆଖି କୋଣେ ଜ୍ୟୋତି ଦେଖାନ୍ତି ସେ ନୟନେ ଏମନ୍ତେ କେତେ ଆଦି କାଳେ ଗୁରୁ ଯେ ଦେଖିବାକୁ ମିଳେ।